जय जगन्नाथ। आपण मानू समस्त मोर नमस्कार। आमरी सत्य प्रायोजित शक्ति सौरभ कार्यक्रमर एक नूतन अध्याय को आपण मानू स्वागत जनाऊँगी। मु रमाकांत मिश्र। प्रिय दर्शक बंधु, प्रिय श्रोता बंधु, ये शक्ति सौरभ कार्यक्रम माध्यम आम संस्कृत साहित्य विभिन्न नीति श्लोकर अवतारणा करी ताकु पाठ करी तार जहा सार तत्व आपण मानक आगे प्रकाश करुछु। आज एपरि एक शक्ति आम नबा जे शक्तिर सारमर्म होछि मनुष्य निज गुण द्वारा पूजा पाए। गुण नथिले जगत रे केही पूजित हुअंती नाही। आमर श्लोक कहूछि अस्वस्थो हि महावृक्ष काकविष्ठा समुद्भव गुणेन पुज्यते सर्व को वा पुज्यते निर्गुण। श्लोक कहूछि अस्वस्थो हि महावृक्ष। अस्वस्थ एक विशाल वृक्ष। आपण माने अस्वस्थ वृक्ष को समस्ते देखिथिबे। यह आकार रे खूब विशाल हुए एवं शतम जीव 100 वर्षरु और अधिक काल मध्य अस्वस्थ वृक्ष बंची रहिता है। 100 वर्ष एपरि एक विशाल वृक्ष या महावृक्ष बोली कहा जाइछि। महावृक्ष बोली काहेकि कहागला ना या निकटरे ये तो आकार रे महान गुण रे मध्य ये होछि महान। अस्वस्थ वृक्ष आमर पुराण एवं धार्मिक दृष्टि विचार कले विभिन्न पुराण मानंकरे वर्णना करा जाइछि। अस्वस्थ वृक्ष होचंती स्वयं भगवान विष्णु। भगवान विष्णुकर स्वरूप होचंती अस्वस्थ द्रुम। एणु विष्णु भावरे अस्वस्थ वृक्षर पूजा करा जाए। या व्यतीत ये जो अस्वस्थ वृक्ष ये वृक्षर अन्य एक गुण अच्छी। ये अस्वस्थ वृक्ष मूल तैलपूर्ण प्रदीप प्रज्वलन करिले नियमित बा नीति अनुसार प्रज्वलित करिले नाना प्रकार मंद ग्रहर प्रभाव मध्य विदूरित होता है बा दूरीभूत होता है। यथ धार्मिक एवं पौराणिक दृष्टिकोण यार विचार वैज्ञानिक दृष्टिकोण विचार कले अस्वस्थ वृक्ष अन्य नाम होछि चलपत्र। चलपत्र कौन ना चलंती पत्राणि जस्य सः। चलंती पत्राणि जस्य सः जार पत्र गुड़िक सदा बेले छल 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 हेउथाय। या माने अस्वस्थ वृक्षर पत्र सदा बेले हलुथाय। सते जेमिति कि पवन होछि। ए पवन हेला बेले हले आ पवन न हेला बेले मध्य से पत्र आंदोलित होउथाय हलुथाय। पवन न हेले सबु गछर पत्र नीरव हो जाइथिबे किंतु आपण देखिबे अस्वस्थ पत्र कोउठी ना कोउठी ए हलुथिबो। यार कारण होछि कि वैज्ञानिक मान कहती से
ଅଶ୍ୱସ୍ଥ ବୃକ୍ଷରେ ପ୍ରଚୁର ପରିମାଣରେ ଅମ୍ଳଜାନ ବାୟୁ ଗଚ୍ଛିତ ଅଛି। ଏଣୁ ଇଏ ବାୟୁମଣ୍ଡଳକୁ ବହୁ ପରିମାଣରେ ଅମ୍ଳଜାନ ପ୍ରଦାନ କରେ ଅଶ୍ୱସ୍ଥ ବୃକ୍ଷ। ଆପଣମାନେ ବିଚାର କରନ୍ତୁ, ଏ ଯେଉଁ ବାୟୁ ଅମ୍ଳଜାନ ବାୟୁ ଯାହା ପ୍ରାଣୀମାନଙ୍କର ଶ୍ୱାସକ୍ରିୟାରେ ଯାଏ ଏବଂ ପ୍ରକାରାନ୍ତରେ ଯାହାକୁ ବୁଝିବାକୁ ଗଲେ ପ୍ରାଣୀମାନଙ୍କର ହଉଛି ଜୀବନ। ଏଣୁ ଏପଟେ ଧର୍ମ ଦୃଷ୍ଟିରୁ ଦେଖିଲେ ପ୍ରାଣୀମାନଙ୍କ ଦେହରେ ଈଶ୍ୱର ସର୍ବଭୂତାତ୍ମା, ସବୁ ପ୍ରାଣୀଙ୍କର ଶରୀର ଭିତରେ ଆତ୍ମା ରୂପରେ ଈଶ୍ୱର ବାସ କରନ୍ତି। ଏ ଯେଉଁ ପ୍ରାଣବାୟୁ ଇଏ ତ ଆତ୍ମା। ଏଣୁ ଏ ଅଶ୍ୱସ୍ଥ ବୃକ୍ଷ ଏଥିପାଇଁ ବିଷ୍ଣୁ ଭାବରେ ପୂଜିତ ହେଉଛନ୍ତି। ସେ ଯେହେତୁ ସବୁ ପ୍ରାଣୀଙ୍କର ଆତ୍ମା ରୂପୀ ଭଗବାନ ବିଷ୍ଣୁଙ୍କର ସ୍ୱରୂପ ବୋଲି ଧରାଯାଇଛି, ଯେହେତୁ ପ୍ରାଣୀମାନଙ୍କର ଜୀବନ ପୋଷକ ଅମ୍ଳଜାନ ବାୟୁ ଏ ବୃକ୍ଷ ଦେହରେ ଅଧିକ ପରିମାଣରେ ଅଛି। ୟା ବାଦେ ଆହୁରି ଅନ୍ୟାନ୍ୟ ପୁରାଣ ମାନଙ୍କରେ ଅନେକ କଥା ଅଶ୍ୱସ୍ଥ ବୃକ୍ଷ ବାବଦରେ ମଧ୍ୟ କଥିତ ଅଛି। ସୀମିତ ସମୟ ମଧ୍ୟରେ ଏଗୁଡ଼ିକ ଆମେ କହିପାରୁନା। ଏଣୁ ଏସବୁ କାରଣରୁ ଆଉ ଗୋଟିଏ କାରଣ ହେଉଛି ଅଶ୍ୱସ୍ଥ ବୃକ୍ଷର ଛାଲି, ତାର ପତ୍ର, ତାର ଚେର ସମସ୍ତେ ଔଷଧ ଭାବରେ ବ୍ୟବହୃତ ହୁଅନ୍ତି। ଆୟୁର୍ବେଦ ଶାସ୍ତ୍ରରେ ଅଶ୍ୱସ୍ଥ ବୃକ୍ଷର ଇଏ ଯେଉଁ ଔଷଧୀୟ ଗୁଣ ସମ୍ପର୍କରେ ମଧ୍ୟ କଥିତ ଅଛି। ଏହି ସବୁ କାରଣରୁ ଅଶ୍ୱସ୍ଥ ବୃକ୍ଷକୁ ମହାନ ଆଖ୍ୟା ଦିଆଯାଇଛି। ଏଣୁ ଇଏ ଯେଉଁ ମହାବୃକ୍ଷ ଅଶ୍ୱସ୍ଥ, ଯାହାକୁ ଆମେ କହୁଛେ ବିଷ୍ଣୁ ବୃକ୍ଷ, ଇଏ ବୃକ୍ଷଟି ଜନ୍ମ କେଉଁଠାରୁ ଆପଣମାନେ ଜାଣିଛନ୍ତି? ତାର ଜନ୍ମ, ତାର ଉତ୍ପତ୍ତି କିପରି ତାକୁ ଟିକେ ବିଚାର କରନ୍ତୁ। ଶ୍ଲୋକ କହୁଛି, କାକ ବିଷ୍ଠା ସମୁଦ୍ଭବ। କାକ ବିଷ୍ଠା ୟା ମାନେ କାକର ମଳ, ମାନେ କୁଆ, କୁଆ ବୋଲି ଯୋଉ ପକ୍ଷୀ, ଇଏ କୁଆର ମଳରୁ ଅଶ୍ୱସ୍ଥ ବୃକ୍ଷ ଜନ୍ମ ହୁଏ। କାରଣ କୁଆ ଅଶ୍ୱସ୍ଥ ଫଳକୁ ଖାଇଥାଏ। ପାଚିଲା ନାଲି ନାଲି ଅଶ୍ୱସ୍ଥ ଫଳ କୁଆ ଖାଏ ଏବଂ ତାକୁ ଯେତେବେଳେ ଆର ପୁରୁଷ ବୋଲେ ମଳ ଉତ୍ସର୍ଗ କରେ, ଆରି ଭିତରେ ଓ ମଞ୍ଜି ଗୁଡ଼ିକ ଯାଇଥାଏ। ସେ ମଳ ଭିତରେ ଥିବା ମଞ୍ଜିରୁ ବିଶାଳ ମହାନ ଅଶ୍ୱସ୍ଥ ଦ୍ରୁମ ଜନ୍ମ ନେଇକରି ଠିଆ ହୁଏ। ଏଣୁ ନୀତିକାର କହିବାକୁ ଚାହାନ୍ତି, ଏପରି ବିଶାଳ ମହାନ ବୃକ୍ଷ ଅଶ୍ୱସ୍ଥ, କିନ୍ତୁ ତାର ମୂଳ ସୃଷ୍ଟି ବିଷ୍ଠା ଭିତରୁ। ଦେଖନ୍ତୁ ଜଗତରେ କି ବିସ୍ମୟ! ବିଷ୍ଠା ଭିତରୁ ବି ବିଷ୍ଣୁ ବୃକ୍ଷର ସୃଷ୍ଟି। କି ଚମତ୍କାରିତା! ଈଶ୍ୱରଙ୍କର କି ବିଧାନ! ତାପରେ ଆପଣମାନେ ବିଚାର କରିବେ, ଏଇ ଯୋଉ ଅଶ୍ୱସ୍ଥ ବୃକ୍ଷ ମହାନ ଏବଂ ବିଶାଳ, ଯିଏକି ଉତ୍ପତ୍ତି ହୁଏ କୁଆର ମଳରୁ। ଏ କୁଆର ମଳ, ୟାର ମାନ ଯଦି ଆମେ ନିରୂପଣ କରିବା, ଜଗତରେ ଏ ପକ୍ଷୀ ମାନଙ୍କ ଭିତରେ ଚଣ୍ଡାଳ ପକ୍ଷୀ ହଉଛି କାକ। ସେ ପଛା ସଢା ଶବ ଭକ୍ଷଣ କରେ ଏବଂ ଅମେଧ୍ୟ ମଳ ଇତ୍ୟାଦି ଭକ୍ଷଣ କରେ। ସବୁ ପ୍ରାଣୀ ଏକ ନୀଚ ପ୍ରାଣୀ, ଘୃଣ୍ୟ ପ୍ରାଣୀ। ଅବଶ୍ୟ କୁଆର ଅନ୍ୟାନ୍ୟ ଗୁଣ ସବୁ ରହିଛି, କିନ୍ତୁ ଏ ଦୃଷ୍ଟିରୁ ବିଚାର କଲେ କାକ ସେ ଅମେଧ୍ୟ ଭକ୍ଷଣ କରେ ଏବଂ ମଳ ଭକ୍ଷଣ କରେ, ଶବର ପଚାସଢା ମାଂସ ଖାଏ। ଏହି କାରଣରୁ ଆମେ ତାକୁ ନୀଚ ଭାବରେ ଗ୍ରହଣ କରିଛୁ।
ତେଣୁ ଏଇ ନିଚ ପ୍ରାଣୀ ଖୁଆର ମଳଟା ସବୁଠାରୁ ଘୃଣ୍ୟ ବସ୍ତୁ। ପ୍ରାଣୀର ଶରୀରରୁ ବର୍ଜ୍ୟବସ୍ତୁ ଯେତେ ପ୍ରକାରର ଅଛି, ଝାଳ ହଉ, ମଇଳା ହଉ, ମଳ ହଉ, ମୂତ୍ର ହଉ, ସବୁଠାରୁ ଘୃଣ୍ୟ ହଉଛି ମଳ। ଏଣୁ ଏକ ନିଚ ପକ୍ଷୀର ଘୃଣ୍ୟ ମଳରୁ ବିଷ୍ଠାରୁ ଏ ବିଷ୍ଣୁ ବୃକ୍ଷ ଅସ୍ୱାସ୍ଥ୍ୟର ସୃଷ୍ଟି, ଏ କଥା କବି ଦର୍ଶାଇ ଦେଇଛନ୍ତି। ଏବଂ ୟା ସହିତ ଗୋଟିଏ ନିଷ୍ପତ୍ତି ଆମକୁ ନୀତିଶାସ୍ତ୍ର ଦଉଛି, ସେ ଏ ଯୋଉ ହୀନ ବସ୍ତୁର ଗର୍ଭରୁ ମହତ ଜନ୍ମ ହୁଏ। ଆପଣମାନେ ଦେଖନ୍ତୁ, ଗୁଣେନ ପୂଜ୍ୟତେ ସର୍ବ। ଏ ଅସ୍ୱାସ୍ଥ୍ୟ ବୃକ୍ଷକୁ ଆମେ କାହିଁକି ପୂଜା କରୁଛେ? ତାର ଗୁଣ ଯୋଗୁଁ ଆମେ ତାକୁ ପୂଜା କରୁଛେ। ଏଣୁ ଏ ଶ୍ଲୋକ ଆମକୁ ପ୍ରମାଣ ଦଉଛି, ଗୁଣେନ ପୂଜ୍ୟତେ ସର୍ବ। ସମସ୍ତେ ଜଗତରେ ନିଜ ଗୁଣକୁ ନେଇକି ପୂଜ୍ୟ ହେଇଥାନ୍ତି। ଆଉ କୋଭା ପୁଚ୍ଛତେ ନିର୍ଗୁଣ, ନିର୍ଗୁଣ ଗୁଣହୀନ, ଯା ନିକଟରେ ଗୁଣ ନାହିଁ, ଭଲ ଗୁଣ ନାହିଁ, ତାକୁ କିଏ ପୂଜା କରିବ? ଜଗତରେ ତାକୁ କେହି ପୂଜା କରିବେ ନାହିଁ। ଏଣୁ ମନୁଷ୍ୟ ନିଜର ଗୁଣ, ଆଚରଣ, ସ୍ୱଭାବ ଅନୁସାରେ ଜଗତରେ ପୂଜିତ ହେଇଥାଏ। ଯଦି ଆମେ ସଦ୍ଗୁଣ, ଭଲ ଗୁଣ ଆମେ ଅର୍ଜନ କରିବା, ତାହେଲେ ଆମେ ପୂଜ୍ୟ ହେଇପାରିବା ନାହିଁ। ଆମ ନିକଟରେ ଅତି ଭଲ ଗୁଣ କିଛି ବିକଶିତ ନହେଲା, ତାହେଲେ ଆମେ ଜଗତରେ ପୂଜ୍ୟ ହେଇପାରିବା ନାହିଁ। ଇଏ ଗୋଟିଏ କଥା। ତାପରେ ଆଉ ଗୋଟିଏ କଥା ହଉଛି, ହୀନ ଗର୍ଭରୁ, ଘୃଣ୍ୟ ବସ୍ତୁର ଗର୍ଭରୁ ମହାନ ମଧ୍ୟ ଜନ୍ମ ନିଏ। ଏଥିପାଇଁ କବି ଗଙ୍ଗାଧର ମେହେର, ସ୍ୱଭାବ କବି ଗଙ୍ଗାଧର ମେହେର ମହିମା କବିତାର ଗୋଟିଏ ପଦ ଉଲ୍ଲେଖ କରିଛନ୍ତି। ସେ ପଦଟି କଣ? କବି ଗଙ୍ଗାଧର କହିଛନ୍ତି, ମହତ ଜନ୍ମଇ ହୀନ ଗର୍ଭେ ହବେ ନୁହେଁ ଅସମ୍ଭବ, ପଙ୍କରୁ କମଳ ସୁକ୍ତିରୁ ମୌକ୍ତିକ ହୁଇ ସଦା ସମ୍ଭବ। ମହତ ଜନ୍ମଇ ହୀନ ଗର୍ଭେ, ହୀନ ଗର୍ଭରେ ମହତ ଜନ୍ମ ନିଏ। এইটা ଜଗତରେ ଅସମ୍ଭବ କିଛି ନୁହେଁ। ଆମେ ଯାହାକୁ ଘୃଣ୍ୟ ବୋଲି ଭାବୁଛେ, ଯାହାକୁ ଦଳିତ ପତିତ ଭାବରେ ଆମେ ରଖିଛେ, ଯେଉଁମାନେ ସମାଜରେ ଅନଗ୍ରସର ଭାବରେ ରହିଛନ୍ତି, ଏଭଳି କୂଳରେ ମଧ୍ୟ ମହାପୁରୁଷ ଜନ୍ମ ନେଇପାରିବେ। ଏବଂ ଏହା ଇତିହାସରେ ଅନେକ ପ୍ରମାଣ ଏହାର ଅଛି। ଏଣୁ ମହତ ଜନ୍ମଇ ହୀନ ଗର୍ଭେ, ହୀନ ଗର୍ଭରେ ମହତ ଜାତ ହୁଏ, ଏହା ଜଗତରେ ଅସମ୍ଭବ ନୁହେଁ। କିପରି? ପଙ୍କରୁ କମଳ, କମଳ କହିଲେ ପଦ୍ମ, ପଙ୍କରୁ ଜନ୍ମ ନିଏ, ପଙ୍କରୁ ପଦ୍ମ ଜନ୍ମ ନିଏ। ପଙ୍କ ଆପଣ ଜାଣିଛନ୍ତି, ପଙ୍କକୁ ଦେଖିଲେ ଆମେ ଘୃଣା କରିଥାଉ, ପଙ୍କକୁ ଦେଖିଲେ ଘୃଣା କରିଥାଉ। ଗୋଡ଼ରେ ହାତରେ ଲାଗିଗଲେ ସାଙ୍ଗେ ସାଙ୍ଗେ ପାଣି ପୁଡ଼େଇକି ଆମେ ତାକୁ ଧୋଇ ଦେଇଥାଉ। ଆବର୍ଜନାମୟ ଘୃଣ୍ୟ ବସ୍ତୁ ପଙ୍କ, ଇଏ ହଉଛି ପଦ୍ମର ଉତ୍ପତ୍ତି ସ୍ଥଳ। ଏ ପଦ୍ମ କିଏ? ଏ ପଦ୍ମ ପାଇଁ କବି ମଧୁସୂଦନ ରାଓ ଗୋଟିଏ ପଦ ଲେଖିଛନ୍ତି, କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି, କ୍ଷୀୟମୃତେ ତୋ ତନୁ ଗଢ଼ିଲା ବିହି, ଯେ ତୋରୁ ପଦର ସାନେ ମୋର ହୃଦୟ, ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ। ଯେ କୋଟି ଲାବଣ୍ୟ ନିଧି, ଲାବଣ୍ୟ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଗୋଟିଏ ନୁହଁ,
କୋଟି କୋଟି ଲାବଣ୍ୟ ମାଧୁର୍ଯ୍ୟ ସୌନ୍ଦର୍ଯ୍ୟର ଏ ରୂପ ନେଇଛି କିଏ ସିନା ପଦ୍ମ। ନିଧି କୋଟିଏ ଲାବଣ୍ୟର ନିଧାନ, କୋଟିଏ ଲାବଣ୍ୟ ଯାହା ନିକଟରେ ପୂରିତ ହୋଇ ରହିଛି ସେଇ ହେଉଛି ପଦ୍ମ। ତେଣୁ କବି କହୁଛନ୍ତି ପଦ୍ମକୁ ଦେଖିଲେ କବିଙ୍କର ହୃଦୟ ପୁଣ୍ୟରେ ପବିତ୍ରତାରେ ଆନନ୍ଦରେ ଅମୃତମୟ ହେଇଯାଉଛି। ପଦ୍ମକୁ ଦେଖିକିରି ପଦ୍ମ ସମସ୍ତଙ୍କର ମନକୁ ମୋହି ପାରୁଛି। ସେ କବିତା ଆଲୋଚନା କରିବା ପାଇଁ ମତେ ସମୟ ନାହିଁ। ମୁଁ କେବଳ ଏତିକି କହିବି, କବି ଆଉ ଗୋଟିଏ ପଦ କହିଛନ୍ତି, କଳୁଷ ପଙ୍କେ ମୁଇଁ କେଡେ ମଳିନ କ୍ଷେମନ୍ତେ ସମତର ହେବି ନଳିନ ଯେ ପଙ୍କଜ ଅଠୁ ତୁହି ଏଣୁ ଭରସା ତୋ ପରିଶୁଭ୍ର ହେବି ଲଭି ସୁଦଶା ଯେ। କବି କହୁଛନ୍ତି ମଧୁସୂଦନ ରାଓ କୁଆଡେ ଗଲା ଏ ସବୁ କବିତା, କୁଆଡେ ଗଲା ଏ ଭାବଧାରା, ସମାଜ ବର୍ତ୍ତମାନ କୋଉଠି ପହଞ୍ଚିଲାଣି। କବି କହୁଛନ୍ତି ରେ ପଦ୍ମ ତୁ ହଉଛୁ ପଙ୍କଜ, ତୁ ପଙ୍କରୁ ଜନ୍ମ ନେଇଛୁ, ଆବର୍ଜନା ଭିତରୁ ତୁ ବାହାରିଛୁ। ମୁଁ ଏ ଜଗତର ସାଂସାରିକ ମିଛ ମାୟା ମୋହ ମଦ ମାତ୍ସର୍ଯ୍ୟ ଯୋଉ ଆବର୍ଜନା, ସେ ଆବର୍ଜନାରେ ମୁଁ ମଳିନ ହେଇଯାଇଛି, ମୁଁ ମଇଳା ହେଇଯାଇଛି, ମଳିନ ହେଇଯାଇଛି, ନିଷ୍ପ୍ରଭ ହେଇଯାଇଛି। ତୋ ପରି ବିକାଶ ମୋ ନିକଟରେ ନାହିଁ, ପ୍ରକାଶ ମୋ ନିକଟରେ ନାହିଁ। କିନ୍ତୁ ରେ ପଦ୍ମ ମୁଁ ଏହା ଭରସା କରିଛି, ଯେହେତୁ ତୁ ପଙ୍କଜ, ପଙ୍କରୁ ଜାତ ହୋଇ ନିର୍ମଳ ପ୍ରଭା ଜଗତକୁ ଦେଖାଇ ପାରିଛୁ, ସେହିପରି ଯଦି ମୁଁ ଚେଷ୍ଟା କରିବି ତାହେଲେ ନିଶ୍ଚିତ ଓ ପରି ଶୁଭ୍ର ମୋ ଜୀବନକୁ ଶୁଭ୍ର କରିବି, ଆଲୋକିତ କରିପାରିବି, ଉଜ୍ଜ୍ୱଳିତ କରିପାରିବି। ଜଗତ ଭିତରେ ମୋ ଜୀବନରେ କିଛି ପ୍ରକାଶ ମୁଁ ଛାଡ଼ି ଦେଇ ପାରିବି, ଏହି ଭରସା କରିଛି। ଏଣୁ ଏହି ପଦରୁ ଅନୁମାନ ହୁଏ ଏ ପଦ୍ମ କୋଉଠୁ ଜନ୍ମ ନେଲା ନା ପଙ୍କ ଭିତରୁ ଜନ୍ମ ନେଲା, ହୀନ ବସ୍ତୁର ଗର୍ଭରୁ। ଆଉ ମୌକ୍ତିକ, ମୌକ୍ତିକ କହିଲେ ମୁକ୍ତା, ମୁକ୍ତା ରତ୍ନ ଭିତରେ ଯାହାର ଆସନ ମୁକ୍ତା, ଇଏ ମୁକ୍ତା ଶାମୁକାର ଗର୍ଭରୁ ଜନ୍ମ ନେଇଛି। ସୁକ୍ତି ବୋଲେ ଶାମୁକା ଏକ ସାମୁଦ୍ରିକ କ୍ଷୁଦ୍ର ଜୀବ, କ୍ଷୁଦ୍ରାତି କ୍ଷୁଦ୍ର ଜୀବ ହଉଛି ଗୋଟେ ଶାମୁକା। ସେଇ ଶାମୁକାର ଗର୍ଭରୁ ଜନ୍ମ ନିଏ ମୁକ୍ତା। ଏ ଯୋଉ ମୁକ୍ତା ନିଜର ଉଜ୍ଜ୍ୱଳତା ଯୋଗୁ, ନିଜର ଜ୍ୟୋତି, ନିଜର ପ୍ରଭା ଯୋଗୁ ରତ୍ନ ଗହଣରେ ସେ ସ୍ଥାନ ପାଇଛି। ଏଣୁ କହୁଛନ୍ତି କବି, ସେ ଜଗତରେ ବହୁତ ବା ମହାନ ବ୍ୟକ୍ତିତ୍ୱ ହୀନ ଗର୍ଭରୁ ମଧ୍ୟ ଜନ୍ମ ନିଏ, ଏଇଟା ସଂସାରରେ ଅସମ୍ଭବ ନୁହେଁ। ଯେପରିକି ଅଙ୍କରୁ ପଦ୍ମ, ଶାମୁକା ଭିତରୁ ମୁକ୍ତାର ସୃଷ୍ଟି ହେଇଥାଏ। ଏଣୁ ମଣିଷ ଯଦି ଚେଷ୍ଟା କରିବ, ସବୁ ପରିବେଶରେ ଥାଉ, ସବୁ ପରିସ୍ଥିତିରେ ଥାଉ, ସବୁ କୂଳରେ ଜନ୍ମ ହେଇଥାଉ ବା କୌଣସି ବିପରୀତ ପ୍ରତିକୂଳ ପରିବେଶ ଭିତରେ ରହିଥାଉ, ଚେଷ୍ଟା କଲେ ସେ ନିଜ ଗୁଣ ଯୋଗୁ ଜଗତରେ ପୂଜା ପାଇପାରିବ। ତାହେଲେ ଏ ଗୁଣକୁ ଅର୍ଜନ କରିବା ପାଇଁ ମନୁଷ୍ୟ ଚେଷ୍ଟିତ ହେବା ଉଚିତ। ଏ ଗୁଣ ଆମେ କେମିତି ସଂଗ୍ରହ କରିପାରିବା? ଏ ଗୁଣ ଗୁଡ଼ିକ ଆମେ ଜାଣିକିରି ଅଜଣା ହଉଛେ, ସବୁ ଜାଣିକିରି ଆମେ ଅଜଣା ହଉଛେ। ଆମେ କହୁଛେ ସତ କହ, କିନ୍ତୁ ମିଛ କହୁଛେ। ଆମେ କହୁଛେ ଧର୍ମ କର, କିନ୍ତୁ ଅଧର୍ମ କରୁଛେ। ତେଣୁ ବିବେକପୂର୍ଣ୍ଣ ଭାବରେ ବିଚାର ଦୃଷ୍ଟିରେ ନିଜ କାର୍ଯ୍ୟର ଶୁଦ୍ଧି ରଖି
ଆମେ ଉତ୍ତମ ଗୁଣକୁ ଯଦି ଗ୍ରହଣ କରିପାରିବା ଆମେ ମଧ୍ୟ ଯୋଉ କୂଳରେ ଜନ୍ମ ହେଇଥିଲେ ବି ଯେଭଳି ପରିବେଶରୁ ଆସିଥିଲେ ବି ଆମେ ଜଗତରେ ପୂଜ୍ୟ ହେଇପାରିବା। ଆଉ ନିର୍ଗୁଣ କୋବା ପୂଜ୍ୟତେ, ଜଗତରେ ଯାହାର ଗୁଣ ନାହିଁ ନିର୍ଗୁଣ ବ୍ୟକ୍ତି ସେ କେତେ ଜଣ ନିର୍ଗୁଣ ବ୍ୟକ୍ତି ଜଗତରେ ପୂଜ୍ୟ ହବା କଥା ଇତିହାସରେ ପୁରାଣରେ ଲେଖା ଅଛି କି? ନା। ଏଣୁ ଗୁଣେନ ପୂଜ୍ୟତେ ସର୍ବ। ଏତିକି କହିବାକୁ ଚାହୁଁଛି ଆମେ ମାନବ ମାନେ ସେହି ସଦ୍ଗୁଣ ଗୁଡ଼ିକୁ ଗ୍ରହଣ କରିବା ଉଚିତ, ଯୋଉ ସଦ୍ଗୁଣ ଆମକୁ ଜଗତରେ ପୂଜ୍ୟ କରିପାରିବ। ଆଜି ପାଇଁ ଶକ୍ତି ସୌରଭ ମାଧ୍ୟମରେ ଏହି ସୌରଭକୁ ନୀତିଶାସ୍ତ୍ର ଭିତରୁ ବିତରଣ କରି ଆମେ ଆମର ବକ୍ତବ୍ୟକୁ ଏତିକି ସମାପନ କରୁଛୁ। ସମସ୍ତଙ୍କୁ ନମସ୍କାର, ଦୋଷ ଥିଲେ କ୍ଷମା ଦେବେ। ଜୟ ଜଗନ୍ନାଥ।